କେବେ କେବେ ମହିଳା ଶାରୀରିକ ସମ୍ପର୍କ ବନାଇବା ସମୟରେ ଏତେ ଉତ୍ତେଜିତ ହୋଇଯାଇଥାନ୍ତି ଯେ ସେ ଅଜବ ଆବାଜ ବାହାର କରି ପୁରୁଷର କରିବାର ଗତିକୁ ବଢ଼ାଇବା ପାଇଁ ସଂକେତ ଦେଇଥାନ୍ତି। ଗୋଟେ ମହିଳା 40ରୁ 45 ବର୍ଷ ବୟସରେ ପହଞ୍ଚିବା ପରେ ସେ ସବୁଠାରୁ ଅଧିକ ଯୌନ ସମ୍ପର୍କ ବନାଇବାର ଇଚ୍ଛା କରିଥାନ୍ତି, କାରଣ ସେ ଭୟ କରିବାକୁ ଆରମ୍ଭ କରନ୍ତି ଯେ ମାସିକ ଚକ୍ର ସମାପ୍ତ ହେବା ପରେ ଯୌନ ଇଚ୍ଛା ଶେଷ ହୋଇଯିବ। ଚରିତ୍ରହୀନ ମହିଳାମାନେ କୌଣସି ଗୋଟିଏ ପୁରୁଷର ହୋଇପାରିନଥାନ୍ତି। ସେମାନଙ୍କର ପ୍ରେମିକ ଏବଂ ସାଥୀମାନେ ସେମାନଙ୍କ ଆବଶ୍ୟକତା ଅନୁସାରେ ପରିବର୍ତ୍ତନ ହୋଇଯାଆନ୍ତି। ମହିଳାମାନେ ଏମିତି ପୁରୁଷ ଆଡ଼କୁ ନ କହିବି ଆକର୍ଷିତ ହୋଇଯାଇଥାନ୍ତି ଯେଉଁ ପୁରୁଷ ତାଙ୍କ ଭାବନାକୁ ନ କହିବି ବୁଝି ନେଇଥାନ୍ତି। ପୁଅମାନେ ହେଲ୍ଦି ଝିଅମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି, କିନ୍ତୁ ଇଣ୍ଟରନେଟ୍ରେ ଭାବି ଶବ୍ଦଟି ସବୁଠାରୁ ଅଧିକ ଖୋଜିଥାନ୍ତି। ତେବେ ଏହା ପଛର କାରଣ କେବଳ ପୁଅମାନେ ହିଁ ଜାଣିଥାନ୍ତି। ଯେଉଁ ମହିଳାଙ୍କ ପାଖରେ ଏହି ଦୁଇଟି ଜିନିଷ ଥାଏ, ତେବେ ସେ ଯେକୌଣସି ପୁରୁଷ ସହିତ ଲୁଚି ଲୁଚି ଶାରୀରିକ ସମ୍ପର୍କ ବନାଇ ନେଇଥାଏ। ପ୍ରଥମ, ଯିଏ ସବୁବେଳେ ଅନ୍ୟମାନଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଚିନ୍ତା କରିଥାଏ ଏବଂ ଦ୍ୱିତୀୟ, ଯିଏ ନିଜ ସମ୍ମାନ ଏବଂ ମର୍ଯ୍ୟାଦା ପ୍ରତି ଟିକିଏ ବି ଚିନ୍ତା କରିନଥାଏ। ଯେତେବେଳେ ଆପଣଙ୍କ ଅଶାନ୍ତ ପତ୍ନୀ ଆପଣଙ୍କ ସହିତ କୌଣସି ବିଷୟରେ କଥା ହେବାକୁ ଚାହୁଁଛନ୍ତି, ତେବେ ତାଙ୍କ କଥା ଧ୍ୟାନ ଦେଇ ଶୁଣନ୍ତୁ, କାରଣ ସେ ସେହି କଥାକୁ ସହ୍ୟ କରୁଛନ୍ତି ଯାହା ଆପଣ ଶୁଣିବାକୁ ଚାହୁଁନାହାନ୍ତି। ମନେ ରଖନ୍ତୁ ଯେ ମାନସିକ ଯନ୍ତ୍ରଣା ଶାରୀରିକ ଯନ୍ତ୍ରଣା ଅପେକ୍ଷା ଅନେକ ଗୁଣା ଅଧିକ ହୋଇଥାଏ।